ଆଜ୍ଞା, ମୁଁ ଗୋଟେ ଦୁଃଖଦ ଘଟଣା କହୁଛି। ଲୋକମାନଙ୍କର ଯେଉଁ ହୃଦୟ ନଥିବା ଲୋକଙ୍କ ବିଷୟରେ ମୁଁ ଆଜି କହିବାକୁ ଯାଉଛି। ମୋର ଜଣେ ଅତି ପରିଚୟ ବନ୍ଧୁ ଭଣଜା, ଯିଏକି ତାର ସାଙ୍ଗ ସହିତ ପିପିଲି ପାଖାପାଖି ହରିପୁର ଏରିଆ ତାର ଗୋଟେ ବନ୍ଧୁ ଘରକୁ ଯାଇଥିଲା। ସନ୍ଧ୍ୟା 6ଟା ସମୟ ହେବ। କିନ୍ତୁ ସେ ପିପିଲି ପାଖ ଥିବା ହରିପୁର ପେଟ୍ରୋଲ ପମ୍ପ ଯେଉଁଟାକି ଇଣ୍ଡିଆନ୍ ଅଏଲ୍ ବୋଲି କୁହନ୍ତି, ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ ବୋଧେ କି ଭାରତ ପେଟ୍ରୋଲ ମୁଁ ଜାଣିନି, କିନ୍ତୁ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ। ସେ ପେଟ୍ରୋଲ ପମ୍ପ ପାଖରେ ତାର ଗାଡ଼ି ଖରାପ ହେଇଗଲା, ହଠାତ୍ ବନ୍ଦ ହେଇଗଲା। ବୋଧେ ଇଞ୍ଜିନ୍ ଗରମ ହେଇକି କ'ଣ ସିଏ ଗଡ଼େଇ ଗଡ଼େଇ ପେଟ୍ରୋଲ ସରିଗଲା କି ଏନି ଟେକ୍ନିକାଲ ପ୍ରୋବ୍ଲେମରେ କି ଗାଡ଼ିର ପ୍ରୋବ୍ଲେମ୍ ବାହାରିଲା। ସେ ଗଡ଼େଇ ଗଡ଼େଇ ନେଲା ଭିତରେ ତ ପେଟ୍ରୋଲ ଟାଙ୍କି ପାଖରେ ଜଷ୍ଟ ଏଣ୍ଟ୍ରି କରିନି ପେଟ୍ରୋଲ ଟାଙ୍କି, ତାର ଗାଡ଼ିରୁ ଧୂଆଁ ବାହାରିଲା। ଧୂଆଁ ବାହାରିଲାକୁ ଜଷ୍ଟ ଟିକେ ଜଳିବା ଆରମ୍ଭ ହେଲା। ମାନେ ଗଡ଼େଇ ଗଡ଼େଇ ନେଉଥିଲା, ଚାବି ବି ନେଇନି, ଚାବି ବି ପକେଟରେ ରଖିଛି। ତ ଆଶ୍ଚର୍ଯ୍ୟ କଥା, ସେ ନିଆଁ ଟିକେ ଜଳିଲା ଭିତରେ ବାଲି ଫାଲି ବିଭିନ୍ନ ପ୍ରକାର ପାଣି ଫାଣି ପକେଇଲା, ଆଉ କଣ୍ଟ୍ରୋଲ ହେଲାନି। ସେ ଯାହା ଇଞ୍ଜିନ୍ ତଳୁ ବାହାରିଲା ଏବଂ ଗାଡ଼ିଟି ଜଳିବାକୁ ଆରମ୍ଭ କଲା। ଏବଂ ସେ ସମୟରେ ଧାଇଁ ଯାଇ ସେ ପେଟ୍ରୋଲ ପମ୍ପରୁ ଯେଉଁ ଫାୟାର ସେଫ୍ଟିଟା ମେସିନ୍ଟା ଯେଉଁ ଲାଗିଛି ପେଟ୍ରୋଲ ପମ୍ପରେ ଆଣିବାକୁ ଗଲାବେଳେ ସେମାନେ କେହି ଦେଲେ ନାହିଁ। କହିଲେ ଆମର ୱିଦାଉଟ୍ ମ୍ୟାନେଜରର ପରମିସନରେ ଆମେ ଦେବ ନାହିଁ, ଆମର ଚାକିରି ପଳେଇବ। ତେଣୁ ଏଇଟା କେତେ ନିଷ୍ଠୁର କଥା। ଗୋଟେ ପିଲାର ଗାଡ଼ିଟା ହୁତୁ ହୁତୁ ହେଇ ଜଳୁଥିବା ସମୟରେ ତାକୁ କେହି ସାହାଯ୍ୟ କରିବାକୁ ଆସିଲେନି। ବେସିକାଲି ସେ ପେଟ୍ରୋଲ ପମ୍ପର ସେ ମାଲିକକୁ ଧନ୍ୟବାଦ। ଆଉ ସେ ମାଲିକ ତାଙ୍କ ଏମ୍ପ୍ଲୟିକି ଯେଉଁ ଟ୍ରେନିଂ ଦେଇଛନ୍ତି ଯେ ତମେ କେବେ କାହାକୁ ସାହାଯ୍ୟ କରିବ ନାହିଁ, ତେଣୁ ତାଙ୍କୁ ବି ଧନ୍ୟବାଦ। ତେଣୁ ମୋର ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବେ ଯେ ମୋର ଭଣଜାର ଗାଡ଼ିଟା କେମିତି ଭାବରେ ସେଠାରେ ବିନା ଆକ୍ସିଡେଣ୍ଟରେ, ମାନେ କୌଣସି ଆକ୍ସିଡେଣ୍ଟ ହେଇନି, ତ ଖରାପ ହେଲା। ସେ ଗଡ଼େଇ ଗଡ଼େଇ ନେଉଥିଲା ଏବଂ ସେଠାରେ ସାର ଏଇ ଟାଇପ୍ର ସ୍ପାର୍କିଂ ସର୍ଟ ସର୍କିଟ୍ ବା ଏନିଥିଙ୍ଗ, ଯେଉଁଟାକି ବାଜାଜ ପଲ୍ସର RX 200, ଯାହାର ଓରିଜିନାଲ ମୂଲ୍ୟ ହେଉଛି 2 ଲକ୍ଷ 2.5 ଲକ୍ଷ ଭିତରେ। ଆଉ ସେଟାକୁ ଏମାନେ ସାହାଯ୍ୟ ନ କରିବାରୁ ସେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଗଲା। ଆଉ ତାର ଦୃଶ୍ୟ ମୁଁ କହୁଛି, ଆଉ ସେ ଧନ୍ୟବାଦ ଦେଉଛି ସେ ପେଟ୍ରୋଲ ପମ୍ପର କର୍ମଚାରୀମାନଙ୍କୁ, ତାଙ୍କର ନିଷ୍ଠୁର ହୃଦୟକୁ। ଥ୍ୟାଙ୍କ ୟୁ।